ଦେଖନ୍ତୁ ଓଡ଼ିଶାରେ ବିଶେଷ କରି ଶିକ୍ଷା ଭବିଷ୍ୟତ କେମିତି ପିଲାମାନେ ପାଠ ପଢ଼ିକିରି ଇଞ୍ଜିନିୟରିଂ ହେବ, ଡାକ୍ତର ହେବ, କି ଆଇଏଏସ୍ ହେବ, ଆଇପିଏସ୍ ହେବ, ଫାଉଣ୍ଡେସନରୁ ପ୍ରାଥମିକ ଶିକ୍ଷାରୁ କିଭଳି ଗୁଣାତ୍ମକ ଶିକ୍ଷା ହେବ ତାର ପାଇଁ ଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଛନ୍ତି, ମାଟିରେ ମିଶାଇ ଦେଇଛନ୍ତି। ଦେଖନ୍ତୁ ଯେଉଁ ରାଜସ୍ଥାନୀ ଗୀତ ଇଂଲିଶ ବହିରେ ଲେଖା ହେଇଛି, ରଜଦୋଳି କଥା ଗୀତ ଇଂଲିଶ ବହିରେ ଲେଖା ହେଇଛି, ଲେମ୍ବୁଳ ଲେମ୍ବୁଳା ଗୀତ ଲେଖା ହେଇଛି। ଇଏ ହେଉଛି ଭାରତୀୟ ଜନତା ପାର୍ଟିର ଶିକ୍ଷା, ଯେ ଯେଉଁଭଳି ଭାବରେ ଶିକ୍ଷାକୁ ହତ୍ୟା କରାଯାଇଛି। ଆମେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳରୁ ଆଜି ସମସ୍ତେ ପଦାଧିକାରୀ ବୃନ୍ଦମାନେ ଏକତ୍ରିତ ହେଲେ, ଜନପ୍ରତିନିଧି, ସାଧାରଣ ଭୋଟର, ସାଧାରଣ ଅଭିଭାବକମାନେ ସମସ୍ତେ ଏକତ୍ରିତ ହେଲେ ଯେ ଶିକ୍ଷାମନ୍ତ୍ରୀ ବର୍ତ୍ତମାନ ଯିଏ ଅଛନ୍ତି ଭାରତୀୟ ଜନତା ପାର୍ଟିର ସ୍କୁଲ ଆଣ୍ଡ ମାସ୍ ଏଜୁକେସନର ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ଇସ୍ତଫା ଦିଅନ୍ତୁ, ନୈତିକ ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ତ ଭଲ ହେବ ଏବଂ ପୁରୁଣା ବହି ଯେଉଁ ଥିଲା ସେଗୁଡ଼ାକ କାର୍ଯ୍ୟକାରୀ କରାଯାଉ। ଯଦି ନ କରିବେ ତାହେଲେ ଭବିଷ୍ୟତରେ ଏ ରାଜରାସ୍ତାରେ ନିଶ୍ଚିତ ଭାବେ ବିଜୁ ଜନତା ଦଳ ରାଜରାସ୍ତା ବୋଲିବ ଏବଂ ଯୁବ ଛାତ୍ର ମହିଳା ସମସ୍ତେ ଏ ପ୍ରତିବାଦରେ ଆନ୍ଦୋଳନରେ ଯୋଗଦାନ କରିବେ। ତ ସାରା ଓଡ଼ିଶା ଜାଣି ସାରିଲାଣି, ଗାଁ ଗାଁରେ ଘରେ ଘରେ ସମସ୍ତେ ଜାଣି ସାରିଲେଣି ଯେ ବର୍ତ୍ତମାନର ପରିସ୍ଥିତି କ'ଣ। ବହି ଯେଉଁ ଛପା ହେଇଛି ପିଲାମାନଙ୍କର ଭବିଷ୍ୟତ ଅନ୍ଧକାରକୁ ଠେଲି ଦିଆଯାଉଛି, ଏଇଟା ଗାଁ ଗହଳିରେ ସମସ୍ତେ ଜାଣି ସାରିଲେଣି। କାହିଁକିନା ପିଲା ତ ଗାଁ ଗହଳିରୁ ପଢ଼ୁଛନ୍ତି ନା, ଗାଁରୁ କୁହନ୍ତୁ ସହରରୁ କୁହନ୍ତୁ, ପିଲା ସବୁ ଜାଗାରେ ଆସୁଛନ୍ତି। ପ୍ରତ୍ୟେକ ଅଭିଭାବକ ବି ଜାଣି ସାରିଲେଣି ଯେ ଆମ ପିଲାମାନଙ୍କର ଭବିଷ୍ୟତ କ'ଣ ହେବ। ଆମ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ଆମେ ଆଜି ଜିଲ୍ଲାପାଳଙ୍କ ଅଫିସକୁ ଆସିଥିଲୁ ଯେ ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ଜିଲ୍ଲାପାଳଙ୍କ ମାଧ୍ୟମରେ ସେ ମେମୋରାଣ୍ଡମଟା ଦେବା ପାଇଁ। ଆମେ ତ ଆଶା ରଖିବୁ ନିଶ୍ଚୟ ଭାବରେ ହେବ ବୋଲି। ଯଦି ନ ହୁଏ ତାପରେ ଦଳର ସୁପ୍ରିମୋ ଯାହା ନିର୍ଦ୍ଦେଶ ଦେବେ ସେ ଅନୁସାରେ ଆମେ ଆଗେଇ ଚାଲିବୁ।